ମୁଁ ଆଜି ଆପଣମାନଙ୍କୁ ଛତୁଆ ବା ସେଲେକ୍ଟ ରେସିପି ସେୟାର କରିବାକୁ ଯାଉଛି। ଏହି ଛତୁଆକୁ ଛୋଟରୁ ବଡ଼ ସମସ୍ତେ ଖାଇପାରିବେ। ଏହା ଖାଇବାକୁ ସ୍ୱାଦିଷ୍ଟ ଆଉ ହେଲ୍ଦି ମଧ୍ୟ ହୋଇଥାଏ। ଯଦି ଆପଣ ଛୁଆର ଓଜନ କମ୍ ଅଛି ତ ଏହି ଛତୁଆରେ ମୁଁ ଯେଉଁ ସବୁ ଜିନିଷ ଆଡ଼୍ କରିଛି ଆପଣ ବି ମଧ୍ୟ ସେସବୁ ଜିନିଷ ଆଡ଼୍ କରିକି ନିଶ୍ଚୟ ଦିଅନ୍ତୁ। ଦେଖିବେ ଆପଣଙ୍କ ଛୁଆର ଓଜନ କେତେ ମାତ୍ରାରେ ଗ୍ରୋଥ୍ କରିବ। ମାପ ପାଇଁ ମୁଁ ଏଠି ଗୋଟେ ଛୋଟ କପ୍ ବ୍ୟବହାର କରିଛି। ସେଇ କପ୍ରେ 4 କପ୍ ଅରୁଆ ଚାଉଳକୁ ନେଇକି ଭଲ ଭାବରେ ଧୋଇକି ଗୋଟେ କଟନ୍ କପଡ଼ାରେ ଶୁଖାଇ ନେଇଛି ଫ୍ୟାନ୍ ପବନ ଦ୍ୱାରା। ଶୁଖିଗଲା ପରେ କଲର୍ ଚେଞ୍ଜ ହେବା ପର୍ଯ୍ୟନ୍ତ ମୁଁ ଚାଉଳକୁ ଭାଜି ନେଇଛି। ବୁଟ 4 କପ୍ ନେଇଛି। ବୁଟକୁ 2ରୁ 3 ଥର ଭଲରେ ଧୋଇକି ଠିକ୍ ସେମିତି କଟନ୍ କପଡ଼ାରେ ଶୁଖାଇକି ବୁଟକୁ ଭଲରେ ଭାଜି ନେଇଛି। ବୁଟ ଭଲରେ ଭାଜି ସାରିବା ପରେ ମୁଁ ଗୋଟେ ପାତ୍ରକୁ ବାହାର କରି ନେଇଛି। ଚାଉଳ ଓ ବୁଟର ପରିମାଣ ଟିକେ ଅଧିକ ନେଇଛି। ଆପଣ ଚାହିଁଲେ ସବୁଗୁଡ଼ିକ ସମାନ ମାପରେ ନେଇପାରିବେ। ବୁଟ ଡାଲି 3 କପ୍ ନେଇଛି। 2 ଥର ଭଲରେ ଧୋଇ ସାରିବା ପରେ କଟନ୍ କପଡ଼ାରେ ଶୁଖାଇକି ଭାଜିବାକୁ ଛାଡ଼ି ଦେଇଛି। ବୁଟ ଡାଲି ଭଲରେ ଭାଜି ସାରିବା ପରେ ଗୋଟେ ପାତ୍ରକୁ ବାହାର କରି ନେଇଛି। 2 କପ୍ ମୁଗ ଡାଲିକୁ ନେଇଛି। 2 କପ୍ ମୁଗ ଡାଲି ଭଲରେ ଧୋଇକି କଟନ୍ କପଡ଼ାରେ ଶୁଖାଇବା ପାଇଁ ଛାଡ଼ି ଦେଇଛି। ଶୁଖି ସାରିବା ପରେ ଭଲରେ ଭାଜିବାକୁ ଛାଡ଼ି ଦେଇଛି। ଭଲରେ ଭାଜି ସାରିବା ପରେ ଗୋଟେ ପାତ୍ରକୁ ବାହାର କରି ନେଇଛି। ହରଡ଼ ଡାଲି 2 କପ୍ ନେଇଛି। ହରଡ଼ ଡାଲିକୁ ଭଲରେ 2 ଥର ଧୋଇ ସାରିବା ପରେ କଟନ୍ କପଡ଼ାରେ ଶୁଖାଇକି ଭାଜିବାକୁ ଛାଡ଼ି ଦେଇଛି। ଭଲରେ ଡାଲିଟା ଭାଜି ସାରିବା ପରେ ସେଇ ପାତ୍ରକୁ ବାହାର କରି ନେଇଛି। ଦଲିଆ 2 କପ୍ ନେଇଛି। ଆପଣ ଚାହିଁଲେ ଦଲିଆ ବଦଳରେ ଗହମ ମଧ୍ୟ ନେଇପାରିବେ। ଦଲିଆ ଭଲରେ ଭାଜି ସାରିବା ପରେ ମୁଁ ଏଥିରେ ମିଶାଇ ନେଇଛି। ଶାଗୁ 2 କପ୍ ନେଇଛି। ଶାଗୁ ଭଲରେ ଭାଜି ସାରିବା ପରେ ସେଥିରେ ମିଶାଇ ନେଇଛି। ଓଟ୍ସ 3 କପ୍ ନେଇଛି। ଓଟ୍ସକୁ କଲର୍ ଚେଞ୍ଜ ହେବା ପର୍ଯ୍ୟନ୍ତ ଭଲରେ ଭାଜି ନେଇଛି। ଭଲରେ ଭାଜି ସାରିବା ପରେ ମୁଁ ସେଥିରେ ମିଶାଇ ନେଇଛି। ଚୁଡ଼ା 5 କପ୍ ନେଇଛି। ଚୁଡ଼ାଟା ଲାଲ ହେବା ପର୍ଯ୍ୟନ୍ତ ଭାଜି ନେଇଛି। ଭଲ ଭାବରେ ଭାଜି ସାରିବା ପରେ ମୁଁ ସେଥିରେ ମିଶାଇ ନେଇଛି। ଏହି ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର କମେଣ୍ଟ କରନ୍ତୁ। ମୋ ଚ୍ୟାନେଲରେ ନୂଆ ଥିଲେ ପ୍ଲିଜ୍ ସବସ୍କ୍ରାଇବ୍ କରିନିଅନ୍ତୁ। ବାଦାମ 5 କପ୍ ନେଇଛି। ମୁଁ ଏଠି ବାଦାମ ଅଧିକ ଟିକେ ନେଇଛି। ଆପଣ ଚାହିଁଲେ କମ୍ ମଧ୍ୟ କରିପାରିବେ। ବାଦାମଟା ଭଲ ଭାବରେ ଭାଜି ସାରିବା ପରେ ମୁଁ ଗୋଟେ ପାତ୍ରକୁ ବାହାର କରି ନେଇଛି। ଆଲମଣ୍ଡ 3 କପ୍ ନେଇଛି। ଆଲମଣ୍ଡକୁ ଭଲ ଭାବରେ ଫୁଟି ଆସିଲା ପର୍ଯ୍ୟନ୍ତ ଭାଜି ନେଇଛି। ଭାଜିବା ପରେ ଗୋଟେ ପାତ୍ରକୁ ବାହାର କରି ନେଇଛି। କାଜୁ 3 କପ୍ ନେଇଛି। କାଜୁକୁ ଭଲ ଭାବରେ ଭାଜିକି ବାହାର କରି ନେଇଛି। ମକାନାକୁ ମୁଁ ମାପ କରିନି, ସେମିତି ଅଳ୍ପ ପକାଇ ନେଇକି ଭଲରେ ଭାଜି ଦେଇଛି। ଭାଜିକି ବାହାର କରି ନେଇଛି। ରଖିଥିବା କାଜୁ ଆଲମଣ୍ଡକୁ ମିଶାଇ ନେଇଛି। ଭାଜି ରଖିଥିବା ବାଦାମକୁ ମଧ୍ୟ ଭଲରେ ଚୋପାକୁ ବାହାର କରିକି ମିଶାଇ ନେଇଛି। ଛତୁଆ ପାଇଁ ଯାହା ସବୁ ଭାଜିଥିଲି ଗୋଟେ ବଡ଼ କଡ଼େଇରେ ସବୁଗୁଡ଼ାକ ଭଲରେ ମିଶାଇ ନେଉଛି। ଆପଣ ଯଦି ଚାହିଁବେ ଛତୁଆ କରିବା ପୂର୍ବରୁ ହିଁ ଜାଇ ଚାଉଳ ବୁଟ ଏସବୁ ଗୁଡ଼ିକୁ ଅଲଗା ଅଲଗା କରିକି ଧୋଇକି ଶୁଖାଇ ରଖିଥିବେ। ତ ଭାଜିବା ସମୟରେ ଅଲଗା ଅଲଗା କରି ଭାଜିବେ। ସବୁଗୁଡ଼ିକ ମିଶାଇ ଧୋଇବା ଦ୍ୱାରା କ'ଣ ହେଉଛି ନା କେଉଁଟା ଜଲ୍ଦି ଭାଜିଯିବ, କେଉଁଟା ଲେଟ୍ ଭାଜିବ, ତ ସେଥିରେ ଭଲରେ ଭାଜି ହୋଇନଥାଏ। ଛତୁଆ ପାଇଁ ଯାହା ସବୁ ଭାଜି ରଖିଛନ୍ତି ଗରମ ଥିବା ସମୟରେ ଜମା ବି ଗ୍ରାଇଣ୍ଡ କରିବେ ନାହିଁ। ଥଣ୍ଡା ହେବା ପରେ ହିଁ ଗ୍ରାଇଣ୍ଡ କରିବେ। ଥଣ୍ଡା ହେଲା ପରେ ମୁଁ ସେଗୁଡ଼ିକୁ ଗ୍ରାଇଣ୍ଡ କରି ନେଇଛି। ଗ୍ରାଇଣ୍ଡ କରିସାରିବା ପରେ ଚୂନା ଚଲା ଚାଲୁଣି ଦ୍ୱାରା ଚଲେଇକି ଗୋଟେ କାଚ ଜାରରେ ଭର୍ତ୍ତି କରି ନେଇଛି। ଛତୁଆ ବନେଇବା ପାଇଁ ମୁଁ ଗୋଟେ ଷ୍ଟିଲ୍ର ପାତ୍ର ନେଇଛି। ସେଥିରେ ଅଳ୍ପ ପାଣି ଦେଇକି 2 ଚାମଚ ଛତୁଆ ପାଉଡ଼ରକୁ ସେଥିରେ ଭଲ ଭାବରେ ମିଶାଇ ନେଇଛି। ଭଲ ଭାବରେ ଛତୁଆକୁ ମିଶାଇ ସାରିବା ପରେ ମୁଁ ସ୍ଲୋ ଫ୍ଲେମ୍ରେ ହିଁ ସେ ଛତୁଆକୁ ସିଝାଇବା ପାଇଁ ଛାଡ଼ି ଦେଇଛି। ଅଧିକ ଟାଇମ୍ ଜମା ବି ଲାଗିନଥାଏ। 1ରୁ 2 ମିନିଟ୍ ଭିତରେ ଛତୁଆଟା ରେଡ଼ି ହୋଇଯାଇଥାଏ। ଯଦି ଆପଣ ସିଝାଇକି ଦେବା ପାଇଁ ଚାହୁଁନାହାନ୍ତି ତ ଗରମ କ୍ଷୀର କିମ୍ବା ଗରମ ପାଣିରେ ଛତୁଆକୁ ମିଶାଇକି 1 ମିନିଟ୍ ପାଇଁ ଘୋଡ଼େଇକି ରଖିଦିଅନ୍ତୁ। ତ ରେଡ଼ି ହେଇଯିବ ଛତୁଆ। ଆପଣ ଯେତେବେଳେ ଛତୁଆକୁ 7 ମାସ ଛୁଆମାନଙ୍କୁ ଦେବେ ନା, ତ ସେତେବେଳେ ଯଦି ସିଝାଇ ଦେବେ ତ ଭଲ ହଜମ ହୋଇପାରିବ ସେମାନଙ୍କର। ଆଉ ନ ସିଝାଇ ଦେବା ଦ୍ୱାରା ସେମାନଙ୍କର ହଜମ ହୋଇନଥାଏ। ତ ସେକେଣ୍ଡ ଟାଇମ୍ ସେମାନେ ଭଲ ଭାବରେ ଖାଆନ୍ତି ନାହିଁ। ମୁଁ ଏଠି ଛତୁଆ ପାଇଁ ଗୁଡ଼କୁ ନେଇଛି। ଆପଣ ଚାହିଁଲେ ଗୁଡ଼ ବଦଳରେ ମିଶ୍ରି ମଧ୍ୟ ନେଇପାରିବେ। ଗୁଡ଼ 2 ଚାମଚ ନେଇଛି। ଗୋଟେ ବିସ୍କିଟ୍ ନେଇଛି। ଆଉ ଛତୁଆ ସିଝା ହୋଇଥିବା ଛତୁଆକୁ ଢାଳିକି ଏସବୁକୁ ଭଲ ଭାବରେ ମିଶାଇ ନେଉଛି।
ଛୋଟ ଛୁଆଙ୍କୁ ଏହି ଛତୁଆ ବନେଇକି ସକାଳେ ଓ ସନ୍ଧ୍ୟାବେଳେ ଦିନକୁ 2 ଥର ଦେଇପାରିବେ। ଭିଡ଼ିଓଟି କିପରି ଲାଗିଲା କମେଣ୍ଟ କରି ଜଣାନ୍ତୁ। ରହିଲି, ଜୟ ଜଗନ୍ନାଥ।